ପଦ ମଧ୍ୟ ପଢନ୍ତୁ, 8 ପଦ। ଏଣୁ ମୋହର ଇଚ୍ଛା ପୁରୁଷମାନେ ଶୁଚିହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ। ଈଶ୍ୱରଙ୍କର ଆରାଧନା କରିବା ସମୟରେ ପାଉଲ ପ୍ରାର୍ଥନା ସମ୍ପର୍କରେ ଆଲୋଚନା କରୁଛନ୍ତି, କେମିତି ପ୍ରାର୍ଥନା କରିବା ଦରକାର। ସେ କହିଲା ବେଳକୁ ସେ ପ୍ରଥମରେ କହୁଛନ୍ତି କାହିଁକି ପ୍ରାର୍ଥନା କରିବା, ଆମେ କାହିଁକି ପ୍ରାର୍ଥନା କରିବା ଦରକାର। ସେ ପ୍ରଥମ ପଦର ଆଉ ଦ୍ୱିତୀୟ ପଦର ପ୍ରଥମାଂଶରେ କହୁଛନ୍ତି ଆମ୍ଭେମାନେ ଯେପରି ସର୍ବତ ଭାବେ ଈଶ୍ୱର ପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ନିର୍ବିଘ୍ନତାରେ ଜୀବନ ଯାପନ କରିପାରୁ। କାହିଁକି ପ୍ରାର୍ଥନା କରିବା ଦରକାର, ଆମେ ଯେପରି ଈଶ୍ୱର ପରାୟଣତା ଭଦ୍ରତା ସହିତ ଶାନ୍ତିରେ ଆଉ ନିର୍ବିଘ୍ନରେ ବାସ କରିପାରିବା, ଏଇଥିପାଇଁ ପ୍ରାର୍ଥନା ଦରକାର। କାରଣ ଆମର ପ୍ରାର୍ଥନା ହିଁ ଆମମାନଙ୍କୁ ଶାନ୍ତିରେ ଆଉ ନିର୍ବିଘ୍ନରେ ରହିବା ପାଇଁ ସାହାଯ୍ୟ କରିବ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଦେଶର ପରିସ୍ଥିତି କାହିଁକି ଜଟିଳ ହେଇଯାଉଛି, ଆମେ ସେ ସମ୍ପର୍କରେ ପ୍ରାର୍ଥନା କରିନାହୁଁ। ଆମେ ଚାହୁଁଛୁ ସେମିତି ପରିସ୍ଥିତିରେ ଆମେ ରହିଯିବୁ ବୋଲି, ତେଣୁ ପ୍ରଭୁ ସେ ବିଷୟକୁ ହ୍ୟାଣ୍ଡେଲ କରୁନାହାନ୍ତି। ଆପଣ ଯୋଉ ବିଷୟରେ ପ୍ରାର୍ଥନା କରିନଥିବେ, ଶୈତାନ ସେହି ବିଷୟରେ ଆପଣଙ୍କୁ ଆକ୍ରମଣ କରିବ, କାରଣ ସେପଟେ ତାକୁ ବାଟ ଖୋଲି ଦେଇଛନ୍ତି ଆସିବା ପାଇଁ। ଆମେ ପିଲାମାନଙ୍କୁ ପାଠ ପଢା ପାଇଁ ପ୍ରାର୍ଥନା କରୁଛୁ, ପ୍ରଭୁ ଆମ ପିଲାଙ୍କୁ ଜ୍ଞାନ ଦିଅ, ବୁଦ୍ଧି ଦିଅ, ଦକ୍ଷତା ଦିଅ, ଭଲ ମାର୍କ କରିବା ପାଇଁ ଦିଅ, ସବୁ ପ୍ରଭୁ ଦେବେ। କିନ୍ତୁ ପିଲାମାନେ ଅବାଧ୍ୟ ଥିବେ, ଅବାଟରେ ଯାଉଥିବେ, ଅସାଧୁ ଜୀବନ କାଟୁଥିବେ, ଆମେ ପ୍ରାର୍ଥନା କରିନ। ପରେ ଦେଖିଲା ବେଳକୁ ପାଠ ପଢିଲେ କଣ ହବ, ପିଲାମାନଙ୍କ ଜୀବନ ତ ଭଲ ନାହିଁ, ଆପଣ ତ କେବେ ପ୍ରାର୍ଥନା ବି କରିନାହାନ୍ତି। ଆପଣଙ୍କୁ ସବୁ ବିଷୟରେ ପ୍ରାର୍ଥନା। ଆଜି ଆମର ଦେଶର ପରିସ୍ଥିତି କାହିଁକି ଖରାପ ଅଛି, ମଣ୍ଡଳୀ ପ୍ରାର୍ଥନା କରିନାହିଁ। ଅସାଧୁ ଭ୍ରଷ୍ଟ ଲୋକମାନେ ଦେଶରେ ଦାୟିତ୍ୱ ନେଇ ଆଗ, କାହିଁକି ଆମେ ପ୍ରାର୍ଥନା କରିନାହୁଁ। ଲେଖାଯାଉଛି କାହା ପାଇଁ ଆମେ ପ୍ରାର୍ଥନା କରିବା, ପ୍ରଥମରେ କାହା ପାଇଁ ପ୍ରାର୍ଥନା କରିବା ଦରକାର, ସେ ଲେଖାଯାଉଛି ଯେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ଏଟା କାହା ପାଇଁ ଆଉ କାହିଁକି, ଯେପରି ଆମେ ନିର୍ବିଘ୍ନରେ ବାସ କରିପାରିବା। କାହା ପାଇଁ ପ୍ରାର୍ଥନା କରିବା, କାହିଁକି ପ୍ରାର୍ଥନା କରିବା, 8 ପଦରେ କିପରି ପ୍ରାର୍ଥନା କରିବା। ପୁରୁଷ ମାନେ ସୂଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ। ପ୍ରାର୍ଥନା କରିବା ସମୟରେ ଆମର ଜଡ ହସ୍ତ ନାହିଁ, ଆମର ଊର୍ଦ୍ଧ୍ୱ ହସ୍ତ ରହିବା ଦରକାର। ଏଇଟା ସେ କହୁଛନ୍ତି ଯେ ପ୍ରଭୁ ମୁଁ କ୍ରୋଧ ଆଉ ବିତର୍କ ବିନା ମୁଁ ସୂଚି ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରୁଛି। ଆମର ହସ୍ତ ସୂଚି କି ଏ ତଳେ ମହିଳା ମାନଙ୍କୁ ଗୁଡେ କଥା ଲେଖୁଛନ୍ତି, କିନ୍ତୁ ପୁରୁଷ ମାନଙ୍କୁ ଗୋଟେ କଥା କହୁଛନ୍ତି, କ୍ରୋଧ ଆଉ ବିତର୍କ ବିନା ସୂଚି ହସ୍ତ ଉତ୍ତୋଳନ କରି ପ୍ରାର୍ଥନା। ଯଦି ଆମର ହସ୍ତ ସୂଚି ଥିବ, ଆମର ପ୍ରାର୍ଥନା ବି ଗ୍ରହଣୀୟ ହବ। ଆମର ହସ୍ତରେ ଆମେ ନାନା ପ୍ରକାର କାର୍ଯ୍ୟ କରୁ, ନାନା ପ୍ରକାର ଅସାଧୁ କାର୍ଯ୍ୟ କରୁ, ନାନା ପ୍ରକାର ଅଶୁଚି କାର୍ଯ୍ୟ କରୁ, ଆଉ ସେଇ ହସ୍ତରେ କଣ କରୁ, ଆମେ ପ୍ରାର୍ଥନା ମଧ୍ୟ। ଆଜିର ପ୍ରସଙ୍ଗ ହଉଛି ସଠିକ ଉପାସନା କିପରି କରିବା, ଆମର ହସ୍ତ ସୂଚି ହେବା ଦରକାର। ଆଜି ଆମେ ଦେଖୁ ଯେ ଆମେ ଆମର ସୂଚି ହସ୍ତରେ ପ୍ରାର୍ଥନା କରୁ। ତ ପ୍ରଥମରେ କାହା ପାଇଁ ପ୍ରାର୍ଥନା କରିବା, କାହିଁକି ପ୍ରାର୍ଥନା କରିବା, କିପରି ପ୍ରାର୍ଥନା କରିବା। ତାପରେ ଆମେ ଯଦି ଦେଖିବା 3 ପଦରୁ 7 ପଦ ଯଦି ପଢିବା, 3 ପଦରୁ 7 ପଦ ପଢିବେ। ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ। ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି। କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ। ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣଙ୍କୁ ଦାନ କରି ଯଥା ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି। ସେଥିସକାଶେ ମୁଁ ଜଣେ ପ୍ରଚାରକ, ପ୍ରେରିତ, ପୁଣି ବିଶ୍ୱାସ ଓ ସତ୍ୟ ସମ୍ବନ୍ଧରେ ବିଜାତିମାନଙ୍କର ଜଣେ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହେଲି। ମୁଁ ସତ୍ୟ କହୁଅଛି, ମିଥ୍ୟା କହୁନାହିଁ।
ଏଇଠି ଆମେ ଦେଖୁ ଈଶ୍ୱରଙ୍କ ଇଚ୍ଛା। ପ୍ରଥମରେ ଈଶ୍ୱରଙ୍କ ଆରାଧନା ବା ଈଶ୍ୱରଙ୍କ ଗତିରେ ପ୍ରାର୍ଥନା ଆମେ କେମିତି କରିବା? ଆମର ପ୍ରାର୍ଥନା କ୍ରୋଧ ବିତର୍କ ବିନା ଭଦ୍ରତା ଆଉ ଶାନ୍ତିରେ ନିର୍ବିଘ୍ନତାରେ ବାସ କରିବା ପାଇଁ ଆମେ ପ୍ରାର୍ଥନା କରିବା ଦରକାର। କାହା ପାଇଁ ପ୍ରାର୍ଥନା କରିବା ଦରକାର? ସର୍ବସାଧାରଣ ଲୋକ ପାଇଁ, ଆପଣଙ୍କର ଏରିଆରେ ଥିବା ସାଧାରଣ ଲୋକମାନେ। କାରଣ ଶୈତାନ ଅସାଧାରଣ ଲୋକମାନଙ୍କୁ ନେଇ ସାଧାରଣ ଲୋକମାନଙ୍କୁ ବ୍ୟବହାର କରେ। ଆମର ଦେଶର ବଡ ବଡ ନେତା ମାନେ ଦିଲ୍ଲୀରେ ବସିଛନ୍ତି, କିନ୍ତୁ ଆପଣଙ୍କ ଘର ପାଖି ପଡିଶାରେ କେଉଁମାନେ ଅଛନ୍ତି? ସାଧାରଣ ଲୋକମାନେ ଅଛନ୍ତି, ଯେଉଁମାନେ ରାତି ଅଧରେ ଆସି ଆପଣଙ୍କୁ ଆକ୍ରମଣ କରିପାରନ୍ତି, ହାଟ ବଜାରରେ ଆକ୍ରମଣ କରିପାରନ୍ତି, ଆପଣଙ୍କ ମଣ୍ଡଳୀ ଭିତରେ ପଶିକରି ପାଟିତୁଣ୍ଡ କରିପାରନ୍ତି, ସାଧାରଣ ଲୋକମାନେ। ଆମେ ପ୍ରେରିତ ପୁସ୍ତକ ଦେଖୁଥିଲୁ, ବଜାରରେ ବୁଲୁଥିବା ଲୋକମାନଙ୍କୁ ଆଣିକି ଗଣ୍ଡଗୋଳ କରାଉଛନ୍ତି। ସାଧାରଣ ଲୋକମାନେ ଆସି ପାଉଲଙ୍କୁ ଆକ୍ରମଣ କରୁଛନ୍ତି। ଏଇଠି ଆମେ ଦେଖୁ ଈଶ୍ୱରଙ୍କ ଇଚ୍ଛା କଣ? ପ୍ରଥମ ବିଷୟ ସେ କହୁଛନ୍ତି ଯେ ଈଶ୍ୱରଙ୍କର ଦର୍ଶନ କଣ ଅଟେ? ଯେ ସମସ୍ତେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅନ୍ତି, ସମସ୍ତେ ଯେପରି ପରିତ୍ରାଣ ପ୍ରାପ୍ତ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି। ପ୍ରଥମ କଥା କଣ? ତାଙ୍କର ଇଚ୍ଛା ବା ଈଶ୍ୱରଙ୍କ ଦର୍ଶନ ଯେପରି ସମସ୍ତେ ପରିତ୍ରାଣ ପ୍ରାପ୍ତ ହୁଅନ୍ତି। ଏଇଟା ପ୍ରଭୁଙ୍କର ଇଚ୍ଛା, ଲୋକଙ୍କର ଇଚ୍ଛା ନାହିଁ, ମାତ୍ର ପ୍ରଭୁଙ୍କର ଇଚ୍ଛା। ପ୍ରଭୁ ଇଚ୍ଛା କରନ୍ତି ଯେପରି ସମସ୍ତେ ପରିତ୍ରାଣ ପ୍ରାପ୍ତ ହୋଇ ସମସ୍ତେ ସ୍ୱର୍ଗକୁ ଯାଆନ୍ତି। ଲୋକ କୁହନ୍ତି ଆମେ ଯିବୁ ନାହିଁ, ଆମେ ଶୈତାନ ପଥରେ ଯିବୁ। ସତ୍ୟ ଈଶ୍ୱରକୁ ଅଗ୍ରାହ୍ୟ କରନ୍ତି, ଏମାନେ ସତ୍ୟ ପରମେଶ୍ୱରକୁ ମାନନ୍ତି ନାହିଁ। ତ ଈଶ୍ୱରଙ୍କ ଇଚ୍ଛା କଣ? ପ୍ରଥମ ହଉଛି ଈଶ୍ୱରଙ୍କ ଦର୍ଶନ, ସମସ୍ତେ ଯେପରି ଉଦ୍ଧାର ପ୍ରାପ୍ତ ହୁଅନ୍ତି। ଆଉ ସମସ୍ତେ ଉଦ୍ଧାର ପ୍ରାପ୍ତ ହେବା ପାଇଁ ମଧ୍ୟସ୍ଥ କିଏ? ମଧ୍ୟସ୍ଥ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ମାନେ ମଣିଷ ଉଦ୍ଧାର ପାଇବା ପାଇଁ ଈଶ୍ୱର ଆଉ ମନୁଷ୍ୟ ମଧ୍ୟରେ ମଧ୍ୟସ୍ଥ କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଲେଖାରେ ଅଛି କଣ? କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟ ମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି। ଗୋଟିଏ ମଧ୍ୟସ୍ଥ, ଯେ ମନୁଷ୍ୟକୁ ଈଶ୍ୱର ସହିତ ମିଶାଇ ପାରିବେ। ପୃଥିବୀର ଅନେକ ପ୍ରଫେଟ ଆସିଲେ, ଭାବବାଦୀ ମାନେ ଆସିଲେ, ଅନେକ ବ୍ୟକ୍ତି ଆସିଲେ ଈଶ୍ୱରଙ୍କ ବିଷୟ ଜଣାଇବା ପାଇଁ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଶ୍ରେଷ୍ଠ ବ୍ୟକ୍ତି, ଯେ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ମିଶାଇ ପାରନ୍ତି। ଈଶ୍ୱରଙ୍କ ସହିତ ମିଶାଇବା ପାଇଁ ଗୋଟିଏ ମାତ୍ର ବ୍ୟକ୍ତି ମଧ୍ୟସ୍ଥ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଆଉ ମାଧ୍ୟମ କଣ ଅଟେ? ତାଙ୍କର ମୃତ୍ୟୁ। ଆମେ ଦେଖୁଛୁ 6 ପଦରେ, ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପ ଆପଣାକୁ ଦାନ କରି ଯଥା ସମୟରେ ସେଥିରେ ସାକ୍ଷ୍ୟ ଦେଇଅଛନ୍ତି। ପ୍ରଥମ ବିଷୟ, ଈଶ୍ୱରଙ୍କ ଇଚ୍ଛା କଣ? ଈଶ୍ୱରଙ୍କ ଦର୍ଶନ କଣ? ସମସ୍ତେ ଯେପରି ପରିତ୍ରାଣ ପ୍ରାପ୍ତ କରନ୍ତି। ସେଥିପାଇଁ ମଧ୍ୟସ୍ଥ କିଏ? ମଧ୍ୟସ୍ଥ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଆଉ ମାଧ୍ୟମ କଣ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ, ମୁକ୍ତିର ମୂଲ୍ୟ ସ୍ୱରୂପ ସେ ଦେଇଛନ୍ତି। ଆଉ ପାଉଲ କହୁଛନ୍ତି ସେଥିର ସମ୍ବାଦ ବାହକ ମୁଁ ଅଟେ। ଚତୁର୍ଥ ବିଷୟ କଣ କହୁଛନ୍ତି? ସେ ପ୍ରଥମରେ କହୁଛନ୍ତି ଈଶ୍ୱରଙ୍କ ଇଚ୍ଛା କଣ? ଯେ ସମସ୍ତେ ପରିତ୍ରାଣ ପ୍ରାପ୍ତ ହୁଅନ୍ତି। ସେଥିପାଇଁ ମଧ୍ୟସ୍ଥ କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ମାଧ୍ୟମ କଣ? ଯୀଶୁଙ୍କ ରକ୍ତ, ସେ ମୁକ୍ତିର ମୂଲ୍ୟ ଅଟେ। ଆଉ ସେ ସମ୍ବାଦ ବାହକ କିଏ ଅଟନ୍ତି? ମେସେଞ୍ଜର କିଏ ଅଟନ୍ତି? ପାଉଲ ନିଜେ କହୁଛନ୍ତି ମୁଁ ଜଣେ ପ୍ରଚାରକ, ପ୍ରେରିତ, ପୁଣି ବିଶ୍ୱାସ ସତ୍ୟ ସମ୍ବନ୍ଧରେ ବିଜାତି ମାନଙ୍କର ଜଣେ ଶିକ୍ଷକ ସ୍ୱରୂପ ନିଯୁକ୍ତ ହେଲି। ମୁଁ ସତ୍ୟ କହୁଅଛି, ମିଥ୍ୟା କହୁନାହିଁ। ପ୍ରଭୁ ଯୀଶୁ ବାଇବଲରେ ଆମେ ଦେଖୁଛୁ ଯୋଉ 5 ଜଣ ସେବକ ମାନଙ୍କୁ ପ୍ରଭୁ ମଣ୍ଡଳୀ ପାଇଁ ଦେଇଛନ୍ତି, ତାରି ମଧ୍ୟରେ ସେ 2ଟା ବିଷୟ ଲେଖୁନାହାନ୍ତି। ଏଠି ପାଳକ ବିଷୟ ଲେଖୁନାହାନ୍ତି। ସେ ପାଳକୀୟ ସେବା କାର୍ଯ୍ୟ କରିନାହାନ୍ତି କୋଉଠି, ଅଳ୍ପ ଅଳ୍ପ ସମୟ ରହିଲେ ସେ ପାଳକ ନୁହନ୍ତି, ଆଉ ସେ ଭାବବାଦୀ ନୁହନ୍ତି, କିନ୍ତୁ ସେ ଜଣେ ପ୍ରଚାରକ, ପ୍ରେରିତ ଆଉ ଶିକ୍ଷକ ଅଟନ୍ତି। ଏଇ କଥା ପାଉଲ ନିଜେ କୁହନ୍ତି। ସେ ଜଣେ ସମ୍ବାଦ ବାହକ ଅଟନ୍ତି। ତାପରେ ଆମେ 9 ପଦରୁ ଯଦି ଦେଖିଯିବା 15 ପଦ ପର୍ଯ୍ୟନ୍ତ, ଏଇଠି ମହିଳା ମାନଙ୍କର ସେବା କାର୍ଯ୍ୟ ବିଷୟରେ ଲେଖାଯାଏ। ମହିଳା ମାନେ କିପରି ପ୍ରଭୁଙ୍କ ସେବା କରିପାରିବେ। ପୁରୁଷ ମାନଙ୍କ କଥା ଗୋଟିଏ ଲେଖା ହେଲା, ସେମାନେ କ୍ରୋଧ ବିତର୍କ ବିନା ସୂଚି ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରନ୍ତି, ଉପାସନା କରନ୍ତି। କିନ୍ତୁ ମହିଳା ମାନଙ୍କ ବିଷୟରେ କଣ ଲେଖାଯାଉଛି?
ନଅ ରୁ 11 ଟିକେ ପଢିବା, 9 ପଦରୁ 11 ପଦ। ସେହି ପ୍ରକାରେ ମଧ୍ୟ ସ୍ତ୍ରୀମାନେ କେଶ ବିନ୍ୟାସ ଏବଂ ସୁବର୍ଣ୍ଣ କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ସୁବୁଦ୍ଧି ସହକାରେ ପରିପାଟି ପରିଚ୍ଛଦ ପିନ୍ଧି ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ସତ୍କର୍ମ ରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ। ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ମୌନ ଭାବରେ ଶିକ୍ଷା ଗ୍ରହଣ କରୁ। ଏଇଠି ଜଣେ ସ୍ତ୍ରୀର ଜଣେ ମହିଳାର ଦାୟିତ୍ୱ କଣ ସେ ଲେଖୁଛନ୍ତି ଯେ ସ୍ତ୍ରୀ ମାନେ କେଶ ବିନ୍ୟାସ ଏବଂ ସୁବର୍ଣ୍ଣ କି ମୁକ୍ତା କି ବହୁମୂଲ୍ୟ ବସ୍ତ୍ର ଆପଣ ଆପଣାକୁ ଭୂଷିତା ନ କରି, ଆପଣ ଦେଖିବେ ସେଇ ସମୟର କଲଚରରେ ଇଭେନ ଆଜି ମଧ୍ୟ ଦେଖିବେ ଯେ ସ୍ତ୍ରୀ ଲୋକମାନେ ଚୁଟି ଛାଡିକି ଚର୍ଚ୍ଚକୁ ଆସନ୍ତି, ଆଉ ବେଳେ ବେଳେ ଚୁଟିକୁ ବହୁତ ଡେକୋରେଟ କରିଥାନ୍ତି, ଯୋଉଟା କି ଆକର୍ଷଣର ବିଷୟ ଅଟେ। ସେଇଟା ନ କରିବା ପାଇଁ এইটা ବି କୁହାଯାଉଛି ତୁମେ ମସ୍ତକରେ କଣ କରିବ, ଆଭରଣ ଦେବ। ଆପଣ ଯଦି ଆଫ୍ରିକାନ କଣ୍ଟ୍ରିରେ ଦେଖିବେ କେତେଟା ଚୁଟି ମୁଣ୍ଡରେ ଥିବ, ମାନେ ବେଣୀଟା ଗୋଟିଏ କରିଥିବେ, ଦିଟା କରିଥିବେ, ତିନିଟା କରିଥିବେ, ଚାରିଟା କରିଥିବେ, ମୁଣ୍ଡ ଭର୍ତ୍ତି ଖାଲି ତାଙ୍କର, ଆଉ ସେଇଟା ସେମାନଙ୍କର ଆକର୍ଷଣର ବିଷୟ ଥାଏ। ତ କେଶ ବିନ୍ୟାସ, ସୁବର୍ଣ୍ଣ କି ମୁକ୍ତା, ଆପଣ ଦେଖିବେ ବେଳେ ବେଳେ ମହିଳା ମାନଙ୍କର ଯେତେ ସୁନା ଗହଣା ଥାଏ ସବୁ ପିନ୍ଧିକି ଚର୍ଚ୍ଚକୁ ପଳେଇ ଆସିଥାନ୍ତି। ପିନ୍ଧିକି ତ କୁଆଡେ ଯିବା ପାଇଁ ଚର୍ଚ୍ଚ କଲେ ପିନ୍ଧିକି ଆସିବା, ସେଇଟା ଗୋଟେ ଆକର୍ଷଣ ବିଷୟ ଥାଏ। ମୁକ୍ତା, ତାପରେ ବହୁମୂଲ୍ୟ ବସ୍ତ୍ର, ଆରାଧନା କରିବାକୁ ଆସିବା ସମୟରେ ଗୋଟେ ସାଧାରଣ ବସ୍ତ୍ର ଦରକାର। ବହୁମୂଲ୍ୟ ବସ୍ତ୍ର ପିନ୍ଧି କୋଠି ଯିବାର ଅଛି, ବାହାଘରକୁ ଯିବେ, କୌଣସି ଫଙ୍କସନକୁ ଯିବେ। କିନ୍ତୁ ବେଳେ ବେଳେ ଦେଖିବେ ଚର୍ଚ୍ଚରେ ମହିଳା ମାନଙ୍କର ଆସିଲା ବେଳକୁ ସେମାନେ ଆକର୍ଷଣର କେନ୍ଦ୍ର ହେଇଥାନ୍ତି, ଲୋକମାନେ ତାକୁ ଅନାଉଥାନ୍ତି, କଥାବାର୍ତ୍ତା ଆପଣ ଦେଖିଥିବେ, ଦେଖ ତା ଶାଢୀ କେତେ ବଢିଆ ଅଛି, ସୁନା ନିଶ୍ଚୟ ଗୋଟେ 5 ଭରିର ହେଇଥିବ ସେଇଟା, ତା ଚୁଟି ଦେଖ କେତେ ଲମ୍ବା ଅଛି, କେତେ ସୁନ୍ଦର ସଜାଡିଛି, କେତେ କଣ, ସେଗୁଡାକ ଆକର୍ଷଣର ବିଷୟ। ତ କଣ ଲେଖା ଅଛି, କେଶ ବିନ୍ୟାସ, ମୁକ୍ତା, ବହୁମୂଲ୍ୟ ବସ୍ତ୍ରରେ ଆପଣାକୁ ଭୂଷିତା ନ କରି, ତାର ଭୂଷଣ କଣ, ଲଜ୍ଜା ଗୋଟେ ଭୂଷଣ ଅଟେ। ଲଜ୍ଜା, ସୁବୁଦ୍ଧି, ତାପରେ ପରିପାଟି ପରିଚ୍ଛଦ, ଧର୍ମପରାୟଣତା, ସତ୍କର୍ମ, ପୂର୍ଣ୍ଣ ବଶ୍ୟତା, ମୌନ ଭାବ, এইটা ତାର 7ଟି ଭୂଷଣ ଅଟେ। ଉପର ଭୂଷଣକୁ ସେ ମନା କରୁଛନ୍ତି ଯେ ଈଶ୍ୱରକୁ ଉପାସନା କରିବା ସମୟରେ ସେ କଣ କରିବା ଦରକାର, ସେ ଏଭଳି ଭାବରେ ପ୍ରଭୁଙ୍କର କତିକି ଆସିବା ଦରକାର, ଚର୍ଚ୍ଚକୁ ଏପରି ଆସିବା ଦରକାର। ତାପରେ ତା ପାଇଁ କଣ ନିଷେଧ କରାଯାଇଛି, 12 ପଦରୁ ଯଦି 14 ପଦ ଦେଖିବେ, 12 ରୁ 14, ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉନାହିଁ, ମାତ୍ର ସେ ମୌନ ରହୁ। କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହାପରେ ହବା। ଆଉ ଆଦମ ପ୍ରବଞ୍ଚିତ ହୋଇନଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞା ଲଙ୍ଘନ ଦୋଷରେ ଦୋଷୀ ହେଲେ। କିନ୍ତୁ ସେମାନେ ସୁବୁଦ୍ଧି ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ। ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ। ଏଇଠି ପ୍ରଥମ କଥା ଆମେ ଦେଖୁଛୁ ତାର ଦାୟିତ୍ୱ କଣ, ତାକୁ କଣ ନିଷିଦ୍ଧ କରାଯାଇଛି, ଯେ ସେ ମୌନ ରହିବା ପାଇଁ, ମୌନ, ବେଶୀ ମାନେ ଚର୍ଚ୍ଚରେ ମୌନ ରହିବା ପାଇଁ। ସେ କଣ କହୁଛନ୍ତି, ମୋ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉନାହିଁ, ମାତ୍ର ସେ ମୌନ ରହୁ। यार अर्थ हूँ जे मंडली डॉक्ट्रिनल टीचिंग देवा पाई से महिला को मना करुछंती, एटा तार गोटे अर्थ अटे। आउ जेहेतु से पुरुष ठारू सुष्ट होईछि, तेणु से पुरुषर बसीभूत हेबा पाई से ताको कहउछंती। आ प्रथम विषय जे आदम प्रवंचित होई नथिले, नारी प्रवंचित होइतिले, आउ आज्ञालंघन दोषी होइतिले, सेते ताको निषेध करुछंती। आउ परे कोन कहउछंती, से माने सुबुद्धि सह विश्वास, प्रेम और पवित्रतार स्थिर रहिले। ए माने कोन कले, आदम हवा को कथा देखिबे, ए माने सुबुद्धि सहित
विश्वास प्रेम और पवित्रतार स्थिर रहिले से संतान प्रसव करने द्वारा परित्राण पाइब। संतान प्रसव कौन बुझाए? से डेली पवित्रीकृत हो रहिबा, शेष पर्यंत कष्ट स्वीकार कर रहिबा। परित्राण केमती पाती? जे शेष पर्यंत कष्ट स्वीकार कर रहिबा। गोटे महिला संतान प्रसव करने शेष पर्यंत से कष्ट स्वीकार करी कष्ट सही 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 रहिले से शेष पुत्र प्रसव करे। ठीक से परी जने लोक उद्धार पाइबा पाई से शेष पर्यंत कष्ट स्वीकार कर रहिबा दरकार। आ प्रभु जीशु ख्रीस्ट नारीर गर्भर आसीथिले, जोटा आमे आदि पुस्तक 3 पर्व 15 पदर देखु। पढ़िबे टिके आदि पुस्तक 3 पर्व 15 पद। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈର ଭାବ ଜନ୍ମେଇବା, ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ। ଏଠି ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଗତକୁ ଆଗମନର ଭାବବାଣୀ ସେତେବେଳେ କହିଥିଲେ ଯେ ତ୍ରାଣକର୍ତ୍ତା ବା ପରିତ୍ରାଣକର୍ତ୍ତା नारीर गर्भर आसवे। से गालातिय 4 पर्व 4 पद लिखा जाउछि। पढ़िबे टिके गालातिय 4 पर्व 4 पद। किंतु काल संपूर्ण हुअन्ते ईश्वर आपणा निकटरू निज पुत्रंकु प्रेरण कले, से स्त्री जात होई व्यवस्थाधीन हेले। कौन हेले? प्रभु जीशु ख्रीस्ट स्त्री जात हेले। तो ये लिखा जाउछि से संतान प्रसव करबा द्वारा परित्राण पाइबो। माने आरो अनेक अर्थ लिखुचंती। आ एटा एई पदटी नूतन नियमर सबुठारो कष्टकर पदटी, जाको व्याख्या करिबा पाई बाइबल पंडित माने मध्य बहुत कष्ट स्वीकार करन। तेणु यार अनेक अर्थ निया जाई पारे। मु गोटे कथा कहली जे प्रतिदिन पवित्रीकृत ही रहिबा द्वारा, प्रतिदिन विश्वास स्थिर रहिबा द्वारा, प्रतिदिन कष्ट स्वीकार कर आगो को जीवा द्वारा परित्राण जने व्यक्ति पाइबो। आ हुए तो से संतान प्रसव करबा द्वारा परित्राण प्राप्त हबो। एटा जे त्राणकर्ता से होबांकर गर्भरु आसीबे बा नारीर गर्भरु आसीबे, एटा लेखा जाउछि। होबांकु एटा प्रतिज्ञा करा जायथिला जे तांको नारीर गर्भरु प्रभु यीशु ख्रीस्ट आसीबे आ परित्राण साधन करिबे। तो एई अध्याय रे आमे गोटे सठिक उपासनार गोटे छोटिया शिक्षा आमे पाउछु एठी जे हमर उपासना किपरा हेबा दरकार। हमर प्रार्थना संपर्क से कहउछंती कहा पाई प्रार्थना करिबा? साधारण लोक पाई, राजा मान को पाई, शासनकर्ता पाई प्रार्थना करिबा। काहे के प्रार्थना करिबा? जे परे हमें भद्रता रे शांति रे निर्विघ्नता जीवन यापन करि परिबा। कि परि प्रार्थना करिबा? सूची हस्त उत्तोलन करी क्रोध वितर्क बिना करिबा। आ द्वितीय ईश्वर की इच्छा कौन? समस्त जेपरि परित्राण प्राप्त होती, या ईश्वर की इच्छा। आ तार मध्यस्थ किए अटंती? प्रभु यीशु ख्रीस्ट अटंती। आ माध्यम कौन अटे? प्रभु यीशु ख्रीष्टଙ୍କର क्रूसीय रक्त, सेटा माध्यम अटे। आ तार संवाद बाहक किए अटंती? पाउल कहउछन्ती मु विजातीय मान को निकट सुसमाचार नै जीवा लोक मु अटे। आ महिला मान को लिखा जाउछि तार दायित्व कौन? जे से अपना बाह्य आवरण द्वारा, बाह्य आभूषण द्वारा नुहे, किंतु आभ्यंतरीण विषय द्वारा से कौन करबो तार दायित्व सेटा अटे। आ ताको निषेध कौन करा जायछि? जे से मौन होई कि रहिबे, पुरुष ऊपर कर्तृत्व करिबे नाही। से जेहेतु से प्रवंचित होइतिले। देखो तो आपण देखिबे आज मध्य जने लेडी कलेक्टर हेले मध्य से घरे गले स्वामी कर बसीभूत थांती। हमर राष्ट्रपति प्रतिभा पाटिल थिले, तांकर स्वामी थिबा समय से स्वामी कर बसीभूत थिले। माने राष्ट्रपति हेले, देशर राष्ट्रपति हेले मध्य स्वामी को पाखरे से कोन अटन। एटी देखो तो अनेक टीचर माने बसी छथि, से माने चाकरी करती, चाकरी क्षेत्र बहुत अनेक को से शिक्षा दियंती, किंतु घरे गले कौन होती? से स्वामित्व को स्वीकार करी घरे रुहंती। एटा बाइबल हमको शिक्षा दिए।
ତ ତା ପାଇଁ ନିଷେଧ ଅଛି। ଆଉ ଉଦ୍ଧାର କେମିତି ପାଇବେ ସେମାନେ? ଯେ ସୁବୁଦ୍ଧି ସହିତ ବିଶ୍ୱାସ, ପ୍ରେମ, ପବିତ୍ରତା ସ୍ଥିର ରହିବେ, ଆଉ କଷ୍ଟ ସ୍ୱୀକାର କରିବା ଦ୍ୱାରା, ମାନେ ଏ ସନ୍ତାନ ପ୍ରସବ କରିବା ମାନେ କଣ? ଯେ କଷ୍ଟ ସ୍ୱୀକାର କରି ରହିବା ଦ୍ୱାରା ପରିତ୍ରାଣ ପ୍ରାପ୍ତ ହବ। ଗୋଟେ ଆନନ୍ଦ ଶେଷରେ ଆସିବ, ଗୋଟେ ପୁତ୍ର ସନ୍ତାନକୁ ସେ ପ୍ରସବ କରିବେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ତ୍ରାଣକର୍ତ୍ତା ଭାବରେ ନାରୀର ଗର୍ଭରୁ ସେ ଆସିଥିଲେ। ଆସନ୍ତୁ ପ୍ରାର୍ଥନା।